ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥିତ ରାଜା ନଅର ସମ୍ମୁଖ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥର 39 ଚକ ଉଭୟ ପାର୍ଶ୍ୱରେ ଓଝା ସେବକଙ୍କ ଦ୍ୱାରା 2ଟି ଲେଖାଏଁ ପନ୍ଦାରି ଚାପି ବାଡ଼ିଆ ଶେଷ ହେବା ସହ ତିନି ରଥର 3 ଭୂଇଁର 12 ଲେଖାଏଁ ଭୂଇଁ ଚଉତା ଚଉପଟ ପରେ ବିନ୍ଧ ପାଇଁ ମାପ ଚିହ୍ନ ପଡ଼ିଥିଲା। ତିନି ରଥର 42 ଚକ ନିର୍ମାଣ ଶେଷ ହୋଇଥିବା ବେଳେ 4 ନାହାକା ନିର୍ମାଣ ପାଇଁ ରଥ ଚାଳିରେ ପଡ଼ିଲା ନାହାକା କାଠ। ତିନି ରଥର ଶେଷ 3 ଚକର ନିର୍ମାଣ ଶେଷ। ତିନି ରଥର 5 ଦଣ୍ଡା ଚଉପଟ କାର୍ଯ୍ୟ ଜାରି ହୋଇଛି। ତିନି ରଥର 3 ଭୂଇଁ ପାଇଁ 12 ଗୋଟି ଲେଖାଏଁ ଚଉପଟ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଆରମ୍ଭ ହୋଇଛି। ତିନି ରଥର 2ଟି ଲେଖାଏଁ ଗରଗରା କାଠର ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନନ୍ଦିଘୋଷ ରଥ ପୋଲ ଗୟଳ ଉଭୟ ପାର୍ଶ୍ୱ ସମତଳ ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ତିନି ରଥର 4 ନାହାକା ନିର୍ମାଣ ପାଇଁ ରଥ ଅମିନ ହୋଇ ସେବଙ୍କ ସହାୟତାରେ ତିନି ରଥ ଚାଳିକୁ ପ୍ରଥମ ଦଫାରେ 2ଟି ଲେଖାଏଁ 20 ଫୁଟିଆ ଧଉରା କାଠ ଯୋଗାଇଲେ। ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଚାଲିଛି। ତିନି ରଥର ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ବାକି ଥିବା ଗୋଟିଏ ଚକ ନିର୍ମାଣ ଶେଷ ପରେ ତିନି ରଥର ମୋଟ 42 ଗୋଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଥିସହ ତିନି ରଥର ମହାରଣା ସେବକମାନେ ତିନି ରଥର 12ଟି ଲେଖାଏଁ ଚଉପଟ ଭୂଇଁ ଚଉତାରେ ପାଖୁଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରତି ଭୂଇଁ ଚୂଡ଼ାରେ 4ଟି ଲେଖାଏଁ ପାଖୁଡ଼ା ବିନ୍ଧ ଏବଂ 2ଟି ଲେଖାଏଁ ଖମ୍ବି ସଂଯୋଗ ବିନ୍ଧ ହୋଇ 12 ଚଉତାରେ 72 ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ତିନି ରଥର 2ଟି ଲେଖାଏଁ ଗରଗରା କାଠର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକମାନେ ଜାରି ରଖିଛନ୍ତି। ଗତକାଲି ଠାରୁ ଆମର ସବୁତକ ଚକ ତିନି ରଥର ସରିଯାଇଛି। ସେ ଚକ ସବୁ ବାହାରି ପଡ଼ିଛି। 3 ଦିନ ହେଲାଣି ଦଣ୍ଡା କାମ ଚାଲିଛି, ଗରଗରା କାମ ଚାଲିଛି, ନାହାକା 4 ନାହାକା କାମ ବି ଚାଲିଛି। ଗରଗରା 4 ନାହାକା ଆଉ ଭୂଇଁ କାମ, ଭୂଇଁର ଯେଉଁ ଚଉତା ସେଗୁଡ଼ିକ ସୂତା ମରା ହେଇକି ତାକୁ ବିନ୍ଧ ବି ଚାଲିଛି। ଏହିସବୁ ପର୍ଯ୍ୟାୟରେ କାମ ବର୍ତ୍ତମାନ ଅଛି। ଆମର ମୁଖ୍ୟ କାମ ବର୍ତ୍ତମାନ ହେଉଛି ଗରଗରା 4 ନାହାକା ଏବଂ ଦଣ୍ଡା। ସେ ଦଣ୍ଡା କାମ ଯେତେ ଶୀଘ୍ର ସରିବ, ପାଗ ଟିକେ ପ୍ରଭୁ ଅନୁକୂଳ କଲେ ଟିକେ ଶୀଘ୍ର ସରିଯାଆନ୍ତା, କିନ୍ତୁ ପାଗ ଅନୁକୂଳ ଆମ ପାଇଁ ହେଉନି। ମହାପ୍ରଭୁଙ୍କ କୃପା ନହେଲେ କିଛି ହେଇପାରିବନି। ଏ ମହାପ୍ରଭୁଙ୍କ କୃପା ଅଛି ବୋଲି, ମହାପ୍ରଭୁଙ୍କ ଶ୍ରଦ୍ଧା ଅଛି ଆମ କାରିଗର ମାନଙ୍କ ଉପରେ ବୋଲି, ତାପରେ ଆମର ଯେତେ ଯାହା ଖରା ଯାହା ହେଉଛି ଖରା କାଟୁନି କି ବର୍ଷା କାଟୁନି, କୌଣସି ଜିନିଷ ଅସୁବିଧା ଆମର ନାହିଁ। ଖାଇବା ପିଇବା ସବୁ ଭଲ ଭାବରେ ଚାଲିଛି। ମହାପ୍ରଭୁ ଯାହା କରୁଛନ୍ତି, କେମିତି ମହାପ୍ରଭୁଙ୍କ ଦୟାରେ କାମ କେମିତି ଶୀଘ୍ର ସରିବ, ସେଥିପାଇଁ ମୋର ପ୍ରଥମ ଲକ୍ଷ୍ୟ। ଉପର ଚଉତା କାମ ସରିଗଲାଣି, ତେଣୁ ପ୍ରଶାସନଙ୍କ ଯେଉଁଭଳିଆ ସୁବିଧା ସହଯୋଗ ସତ୍ତ୍ୱେ କାମ ଏ ବର୍ଷ ବହୁତ ଜୋରସୋର ସବୁବେଳେ ଆଗେଇ ଚାଲିଛି। ଆଉ ଆମର ଶୀତଳଷଷ୍ଠୀ ଥିବ, କେତେ ଦିନ ଥିବ, ଚକ ସରିଯାଇଛି। ଆମେ ଶୀତଳଷଷ୍ଠୀ ଗଲା ପରେ ଅନେଇବୁନି, ଆମର ଚକ ଡେରିକିରି ଦଣ୍ଡା ଚଢ଼ିବା ବ୍ୟବସ୍ଥା କରିବୁ। ବାହାର ରଥ ଖଳାରେ ତିନି ରଥର ମହାରଣା ସେବକମାନେ 5 ଦଣ୍ଡା ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି। ଯେଉଁଟାକି ବୟଳି ଦେଖି ଅଖ ଆମର ସମ୍ପୂର୍ଣ୍ଣ ହୋଇସାରିଛି। ଏହାପରେ ଚକ ଅଖ ଓଳାଯିବ ଏବଂ ଚକ ଥାକ କରାଯିବ। ସେଥିପାଇଁକା ବି ଆମର ଦଣ୍ଡା ବି ମହାରଣା ସେବକମାନଙ୍କୁ ଆମେ ଯୋଗାଇ ସାରିଛୁ। ସେମାନେ ଅନୁକୂଳ କରିସାରିବା ପରେ ଚଣ୍ଡା ବି ଚଉପଟ କାର୍ଯ୍ୟ ଚାଲିଛି। ସେମାନେ ତାପରେ ମୁହାଁଟ ଲାଗିବ, ମୁହାଁଟ ପାଶ ମୁହାଁଟ ନିରାଡ଼ି ଉଠି ସାରିବା ପରେ ତାପରେ ଆମେ ଦଣ୍ଡା ଉଠିବା ବନ୍ଦୋବସ୍ତ ହେବ। ସେଥିପାଇଁକା ବି ଆମର ଗରଗରା ବି ଚଉପଟ ଚାଲିଛି। ଏପଟେ ବି ଆମର 4 ନାହାକା ବି ବର୍ତ୍ତମାନ ସୁଦ୍ଧା ଆମେ ବୋହିକି ମହାରଣା ସେବକମାନଙ୍କୁ ଆମେ ଯୋଗାଇ ସାରିଛୁ। ତିନି ରଥର ରୂପକାର ସେବକମାନେ କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ
କମାରଶାଳରେ ଓଝା ସେବକମାନେ ଗୟଳ କଣ୍ଟା, ଭୂଇଁ କଣ୍ଟା ଏବଂ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଏଥିସହ କରତି ସେବକମାନେ ନନ୍ଦିଘୋଷ ରଥର 2ଟି ଗରଗର କାଠର ମାପ ପ୍ରକାରେ ବଳକା ଅଂଶ କଟିଂ କରିବା ସହ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।